ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏକ ଘଟଣା, ଯେତେବେଳେ କି ସେନାଧ୍ୟକ୍ଷ ୱିଲିୟମ ସ୍କିମ୍ ବର୍ମା ମଧ୍ୟ ଦେଇ ଇଂରେଜ ସୈନ୍ୟମାନଙ୍କୁ କଢ଼େଇ ଦେବା ନିମନ୍ତେ ନେତୃତ୍ୱ ପ୍ରଦାନ କରୁଥିଲେ। ସେ ସର୍ବଦା ତାଙ୍କ ଅଧୀନସ୍ଥ ସୈନ୍ୟମାନଙ୍କର ବିଷୟରେ ବିଶେଷ ମନୋଯୋଗୀ ଥିଲେ। ଥରେ ସେ ଶୁଣିବାକୁ ପାଇଲେ ଯେ ତାଙ୍କର ଜଣେ ସୈନିକ ନିଜ ଗୃହରୁ କୌଣସି ଦୁଃସମ୍ବାଦ ପାଇ ଅତ୍ୟନ୍ତ ନିରାଶ ହୋଇପଡ଼ିଛି। ତେଣୁ ସେନାଧ୍ୟକ୍ଷ ତାଙ୍କର ବରିଷ୍ଠ ପାଳକଙ୍କୁ ଡାକି ଜଣେ ସହକାରୀ ପାଳକଙ୍କୁ ଉକ୍ତ ସୈନିକ ନିକଟକୁ ପଠାଇ ତାଙ୍କୁ ଉତ୍ସାହିତ କରିବା ନିମନ୍ତେ ଆଦେଶ ଦେଲେ। କିଛି ସମୟ ପରେ ସେନାଧ୍ୟକ୍ଷ ଏହି ବରିଷ୍ଠ ପାଳକଙ୍କୁ ପୁନର୍ବାର ଡକେଇ ପଠାଇଲେ। ଅତ୍ୟନ୍ତ ଅସନ୍ତୁଷ୍ଟ ଓ ବିରକ୍ତି ଭାବ ପ୍ରକାଶ କରି ସେନାଧ୍ୟକ୍ଷ ତାଙ୍କୁ କହିଲେ, ଆପଣଙ୍କର ସହକାରୀମାନଙ୍କ ମଧ୍ୟରୁ ଜଣେ ଯାଇ ସେହି ସୈନିକ ସହିତ ଖୁସି ଗପ କଲେ ଏବଂ ସେମାନେ ଉଭୟ ଏକତ୍ର ଚାହା ପାନ କଲେ, କିନ୍ତୁ ସେହି ସୈନିକ ଯାହା ଦେଖିବା ଆବଶ୍ୟକ ଥିଲା ତାହା ସେ ତାକୁ ଦେଖାଇଲା ନାହିଁ। ବରିଷ୍ଠ ପାଳକ ଜଣକ ବଡ଼ ଚକିତ ହୋଇ ପଚାରିଲେ, ଆଜ୍ଞା, ସେ କେଉଁ ବିଷୟ ଦେଖାଇଲେ ନାହିଁ? ସେନାଧ୍ୟକ୍ଷ ସ୍କିମ୍ ଉତ୍ତର ଦେଇ କହିଲେ, କ୍ରୁଶରେ ଟଙ୍ଗା ଯାଇଥିବା ମନୁଷ୍ୟଙ୍କୁ। ହଁ ବନ୍ଧୁଗଣ, ଈଶ୍ୱରଙ୍କର ବାକ୍ୟ କହେ, ଯାହାକି ପ୍ରଭୁ ଯୀଶୁ କହିଥିଲେ, ମୁଁ ଜୀବନଦାୟକ ଆହାର, ଯେ ମୋ ନିକଟକୁ ଆସେ ସେ କଦାପି କ୍ଷୁଧିତ ହେବନି, ଆଉ ଯେ ମୋଠାରେ ବିଶ୍ୱାସ କରେ ସେ କଦାପି ତୃଷିତ ହେବନି। ଆମେ ଯେତେବେଳେ କୌଣସି ଦୁଃଖଭୋଗୀ ବ୍ୟକ୍ତି ସହିତ ଆଳାପ କରୁ, ସେତେବେଳେ ଏ କଥା ମନେ ରଖିବା ଅତ୍ୟନ୍ତ ଜରୁରୀ ଯେ ଯୀଶୁ ନିଜେ ହେଉଛନ୍ତି ସମସ୍ତ ନିସଙ୍ଗତା, ନୈରାଶ୍ୟ ଏବଂ ଭଗ୍ନ ହୃଦୟର ଏକମାତ୍ର ଉତ୍ତର। ହଁ, ଏହା ସତ୍ୟ ଯେ ଆମେ ଏ ପ୍ରକାର ବ୍ୟକ୍ତି ସହିତ ଆନନ୍ଦରେ ଆଳାପ ଓ ସହଭାଗିତା କରିବା ଉଚିତ, କିନ୍ତୁ ତା ସହିତ ଆମେ ମଧ୍ୟ ତାଙ୍କୁ ସେହି କ୍ରୁଶରେ ଟଙ୍ଗା ଯାଇଥିବା ପାପ ଧାରଣକାରୀ ତ୍ରାଣକର୍ତ୍ତାଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବା ଉଚିତ, ଯାହାଙ୍କଠାରେ ଅଛି ପାପ କ୍ଷମା, ଶକ୍ତି, ଅନୁଗ୍ରହ ଏବଂ ଆଶା। ଜୀବନଦାୟକ ଆହାର ମିଳୁଛି, ଆସ ହେ କ୍ଷୁଧିତ, ତୃପ୍ତ ହୋଇବ। ଜୀବନ ନିର୍ଝର ବହେ ତୁମ ପାଇଁ, ପାନ କଲେ ଆଉ ତୃଷା ନୋଇବ। ମନେ ରଖନ୍ତୁ, ଖ୍ରୀଷ୍ଟ ହିଁ ଏକମାତ୍ର ଜୀବନଦାୟକ ଆହାର, ଯେ କି ଆମର ଆତ୍ମିକ କ୍ଷୁଧା ପୂରଣ କରିବା ପାଇଁ ସମର୍ଥ।